ନମସ୍କାର ବନ୍ଧୁମାନେ ଏହି ଗଣେଶ ପୂଜାରେ ଏମିତି କ'ଣ ଜିନିଷ ଅଛି ଯାହାକୁ ଚଢ଼େଇଲେ ମନସ୍କାମନା ଶୀଘ୍ର ପୂର୍ଣ୍ଣ ହୋଇଥାଏ। ତା ସହିତ ଜାଣିବା ଭଗବାନଙ୍କୁ ଆମେ କେମିତି ପୂଜା କରିବା ଏବଂ ଭଗବାନ ଗଣେଶଙ୍କୁ କ'ଣ କ'ଣ ଅର୍ପଣ କରିଲେ ଗଣେଶଙ୍କର କୃପା ଆମକୁ ଶୀଘ୍ର ପ୍ରାପ୍ତି ହେବ। ତାହା ସହିତ ଜାଣିବା ଭଗବାନ ଗଣେଶଙ୍କ ବିଷୟରେ ଅନେକ ଗୁଡ଼ିଏ ରୋଚକ କଥା। ସେଥିପାଇଁ ଆପଣମାନେ ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଅବଶ୍ୟ ଦେଖନ୍ତୁ। ଏହା ପୂର୍ବରୁ ପ୍ରଭୁ ଗଣେଶଙ୍କୁ ସଚ୍ଚା ହୃଦୟରୁ ଭକ୍ତି କରୁଥିଲେ କିମ୍ବା ବିଶ୍ୱାସ କରୁଥିଲେ ତେବେ ଏହି ଭିଡ଼ିଓଟିକୁ ଲାଇକ୍ କରି କମେଣ୍ଟ ବକ୍ସରେ ଜୟ ଶ୍ରୀ ଗଣେଶ, ଜୟ ମା ଲକ୍ଷ୍ମୀ ଅବଶ୍ୟ ଲେଖିଦିଅନ୍ତୁ। ଦେଖନ୍ତୁ, ଚଳିତ ବର୍ଷର ଗଣେଶ ପୂଜା ବା ଗଣେଶ ଚତୁର୍ଥୀ 27 ଅଗଷ୍ଟକୁ ପଡ଼ୁଛି ଏବଂ ଏହି ଦିନ କେତେ ସବୁ ଦୁର୍ଲଭ ସଂଯୋଗ ମଧ୍ୟ ବନୁଅଛି। ଏହି ଗଣେଶ ପୂଜା ଦିନ ଅନେକ ଗୁଡ଼ିଏ ଶୁଭ ଯୋଗର ନିର୍ମାଣ ହେବାକୁ ଯାଉଅଛି। ରିଦ୍ଧି ସିଦ୍ଧି ଯୋଗ, ଆୟୁଷ୍ମାନ ଯୋଗ, ମହାଲକ୍ଷ୍ମୀ ଯୋଗ, ପୁରା 62 ପ୍ରକାର ଯୋଗ ବନୁଅଛି। ଏହି ଗଣେଶ ପୂଜା ଦିନେ ଆପଣ କେଉଁ ଉପାୟ କଲେ କିମ୍ବା ପ୍ରଭୁ ଗଣେଶଙ୍କୁ କେଉଁ ଜିନିଷ ଅର୍ପଣ କଲେ ଆପଣଙ୍କର ସବୁ ମନସ୍କାମନା ଶୀଘ୍ର ପୂର୍ଣ୍ଣ ହେବ ଏବଂ ଆପଣଙ୍କର ମନର ଦୁଃଖ ଏବଂ କଷ୍ଟ ଶୀଘ୍ର ଦୂର ହେବ ଏବଂ ବର୍ଷରେ ଧନ ଅଭାବ ରହିବ ନାହିଁ। ଦେଖନ୍ତୁ, ପ୍ରଭୁ ଗଣେଶ ହେଉଛନ୍ତି ଅଗ୍ରପୂଜ୍ୟ। ଯେକୌଣସି ଦେବତା ଆପଣ ପୂଜା କରନ୍ତୁ ନା କାହିଁକି, ପ୍ରଥମେ ଆପଣ ପ୍ରଭୁ ଗଣେଶଙ୍କୁ ହିଁ ପୂଜା କରିଥାନ୍ତି। ଗଣେଶଙ୍କର ପୂଜା ବିନା କୌଣସି ଦେବତା ପୂଜା ଅସମ୍ଭବ ଅଟେ। ତେବେ ଆପଣମାନଙ୍କୁ ବି ଜାଣି ରଖିବା ଉଚିତ କି ପ୍ରଭୁ ଗଣେଶ ଆପଣ କେମିତି ପ୍ରସନ୍ନ କରିପାରିବେ। ପ୍ରଭୁ ଗଣେଶଙ୍କୁ କ'ଣ ଅର୍ପଣ କରିବେ ଯାହାଦ୍ୱାରା ପ୍ରଭୁ ଗଣେଶଙ୍କ ଶୀଘ୍ର ପ୍ରସନ୍ନ ହେବେ। ଦେଖନ୍ତୁ, ଭଗବାନ ଗଣେଶ ହେଉଛନ୍ତି ଦୁର୍ବା ପ୍ରିୟ। ଦୁର୍ବା ମାନେ ଦୁବ ଘାସ। ଦୁବ ଘାସକୁ ଆପଣ ଭଗବାନଙ୍କୁ ଚଢ଼ାନ୍ତୁ। କେମିତି ଚଢ଼ାଇବେ ନା କେତେ ଗୁଡ଼ିଏ ଦୁବ ସଂଗ୍ରହ କରିବେ। 7 ଗୋଟି ଦୁବକୁ ଆପଣ ଘୋଡ଼େଇ ଦେବେ, ମାନେ 6ଟି ଦୁବ ଥିବ ଆଉ ଗୋଟେ ଦୁବକୁ ଆପଣ ଚଢ଼ାଇ ଦେବେ। ଏହା ହେଉଛି ଗୋଟିଏ କେରା। ଏମିତି 7 କେରା ଦୁବ ଆପଣ ପ୍ରସ୍ତୁତ କରିବେ, ଭଗବାନ ଗଣେଶଙ୍କୁ ଅର୍ପଣ କରିବେ। ଦେଖିବେ ଆପଣଙ୍କର ନିଶ୍ଚିତ ଭାବରେ ମନସ୍କାମନା ପୂର୍ଣ୍ଣ ହେବ। ତା ସହିତ ଆଉ ଗୋଟିଏ ଯଦି ଆପଣ କରିବେ ତାହେଲେ ଆହୁରି ମଧ୍ୟ ଭଲ ହେବ। ଆପଣଙ୍କର ବୟସ ଯାହା ହେବ, ଧରନ୍ତୁ ଆପଣଙ୍କୁ 24 ବର୍ଷ, ତ 24 କେରା ଦୁବ ଯଦି ଆପଣ ଭଗବାନ ଗଣେଶଙ୍କୁ ଅର୍ପଣ କରନ୍ତି ତାହେଲେ ଆପଣଙ୍କର ମନସ୍କାମନା ଶୀଘ୍ର ପୂରଣ ହେବ। ତା ସହିତ ଆଉ କ'ଣ ଅର୍ପଣ କରିବେ ଏହି ଗଣେଶ ପୂଜା ଦିନ? ପ୍ରଭୁ ଗଣେଶ ହେଉଛନ୍ତି ଲଡୁ ପ୍ରିୟ, ମୋଦକ ପ୍ରିୟ। ତେଣୁ ଭଗବାନ ଗଣେଶଙ୍କୁ ଯେତେ ପ୍ରକାର ଲଡୁ ଅଛି, ତାହା ରାଶି ଲଡୁ ହେଉ କିମ୍ବା ବୁନ୍ଦି ଲଡୁ ହେଉ, ଆପଣ ଯେତେ ଲଡୁ ଚଢ଼ାଇ ପାରିବେ ଆପଣ ପାଇଁ ସେତେ ଭଲ। ତ ଆପଣ କେତେ ଗୋଟି ଲଡୁ ଚଢ଼ାଇବେ? ଏମିତିରେ ତ 6ରୁ 7ଟି ଲଡୁ ଚଢ଼ାଇଲେ ଆପଣଙ୍କ ପାଇଁ ଭଲ। କିନ୍ତୁ ଯଦି ଆପଣଙ୍କର ବୟସ ହିସାବରେ, ମାନେ ଯଦି ଆପଣଙ୍କର ବୟସ 24 ହେଉ କିମ୍ବା 15 ହେଉ କିମ୍ବା 30 ହେଉ, ସେହି ବୟସ ହିସାବରେ ଯଦି ଆପଣ ଲଡୁ ଚଢ଼ାଇବେ ଏବଂ ସେହି ଲଡୁକୁ ଆପଣ ଲୋକମାନଙ୍କ ଭିତରେ ବାଣ୍ଟି ଦେବେ ତାହେଲେ ଦେଖିବେ ଆପଣ ସେହି ମନସ୍କାମନା ପୂର୍ଣ୍ଣ ହେବ। ଆପଣ ଯେଉଁ ମନସ୍କାମନା ନେଇ ପ୍ରଭୁ ଗଣେଶକୁ ପୂଜା କରୁଛନ୍ତି ତାହା ନିଶ୍ଚିତ ଭାବରେ ପୂର୍ଣ୍ଣ ହେବ। ସେହିପରି ପ୍ରଭୁ ଗଣେଶଙ୍କର ନାଲି ରଙ୍ଗର ପୁଷ୍ପ ଅତ୍ୟନ୍ତ ପ୍ରିୟ ଅଟେ। ତେଣୁ ଯେତେବେଳେ ପ୍ରଭୁ ଗଣେଶଙ୍କର ପୂଜା କରିବେ, ଯେତେ ବି ନାଲି ରଙ୍ଗର ଫୁଲ ଅଛି ତାହାକୁ ଆପଣ ପ୍ରଭୁ ଗଣେଶଙ୍କୁ ଅର୍ପଣ କରନ୍ତୁ, ଆପଣଙ୍କର ମଙ୍ଗଳ ହେବ। ସେହିପରି ଆପଣ ଯଦି ଚାହୁଁଥାନ୍ତି ଆପଣଙ୍କର ଜୀବନରେ ସୁଖ ସମୃଦ୍ଧି ଫେରି ଆସୁ, ତେଣୁ ଆପଣ ପ୍ରଭୁ ଗଣେଶଙ୍କ ପୂଜା ସମୟରେ ପ୍ରଭୁ
ଗଣେଶଙ୍କୁ ଘିଅ ଏବଂ ଗୁଡ଼ ଅର୍ପଣ କରନ୍ତୁ। ସେହିପରି ଯଦି ଆପଣ ଆପଣଙ୍କ ଜୀବନରେ ଶାନ୍ତି ଚାହୁଁଥାନ୍ତି, ତେବେ ଆପଣ ପ୍ରଭୁ ଗଣେଶଙ୍କୁ ପାନ ସୁପାରି ଅର୍ପଣ କରନ୍ତୁ। ପାନ ସୁପାରି କ'ଣ? ନା ଗୋଟିଏ ପାନପତ୍ର ଆଣିବେ। ସେହି ପାନ ପତ୍ରରେ ଚନ୍ଦନ ଲଗେଇକି କେତୋଟି ଭଙ୍ଗା ଗୁଆ, ଗୁଜୁରାତି ଏବଂ ଲବଙ୍ଗ ଦେଇକି ସେହି ପାନକୁ ଆପଣ ଭଗବାନ ଗଣେଶଙ୍କୁ ଅର୍ପଣ କରନ୍ତୁ। ପୁଷ୍ପାଞ୍ଜଳି ପରେ ଆପଣ ଏହି ଜିନିଷଟିକୁ କରିପାରିବେ। ଏହା କରିବା ଦ୍ୱାରା ଆପଣଙ୍କର ଜୀବନରେ ଶାନ୍ତି ପ୍ରାପ୍ତି ହେବ। ସେହିପରି ଯଦି ଆପଣମାନେ ବ୍ୟବସାୟରେ ଉନ୍ନତି କରିବାକୁ ଚାହୁଁଥାନ୍ତି, ତ ଗଣେଶ ପୂଜା ସମୟରେ ଭଗବାନ ଗଣେଶଙ୍କୁ ଯେଉଁ ଧୂପ ଅର୍ପଣ କରିବା ପାଇଁ ମୁଁ ଆପଣଙ୍କୁ କହିଥିଲି, ଆପଣ ଧୂପ ଅର୍ପଣ କରନ୍ତୁ ଏବଂ ଧୂପ ଅର୍ପଣ କରିବା ସମୟରେ ଆପଣ ଗୋଟିଏ ପାତ୍ରରେ ହଳଦୀ ପାଣି କରିକି ସେହି ହଳଦୀ ପାଣିରେ ଧୂପକୁ ବୁଡ଼ାଇ ଅର୍ପଣ କରନ୍ତୁ। ତ ବନ୍ଧୁମାନେ, ଆଶା କରୁଛି ଆଜିର ଏହି ଭିଡ଼ିଓଟା ଆପଣମାନଙ୍କୁ ସମସ୍ତଙ୍କୁ ଭଲ ଲାଗିଥିବ। ଯଦି ଭଲ ଲାଗିଥିଲେ କମେଣ୍ଟ ବକ୍ସରେ ଜୟ ଶ୍ରୀ ଗଣେଶ, ଜୟ ମା ଲକ୍ଷ୍ମୀ ଲେଖିବାକୁ ଭୁଲିବେନି। ଆଉ ସବସ୍କ୍ରାଇବ୍ ମଧ୍ୟ କରିଦେବେ। ଧନ୍ୟବାଦ।